ମାନ୍ୟତା ରହିଛି, ଯେଉଁ ସ୍ଥାନରେ ଗାଈ ଛିଡ଼ା ହୋଇ ଆନନ୍ଦରେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ଯେଉଁ ଘରେ ଗାଈ ରହିଥାନ୍ତି, ସେହି ସ୍ଥାନର ସବୁ ବାସ୍ତୁଦୋଷ ସମ୍ପୂର୍ଣ୍ଣ ଦୂର ହୋଇଯାଏ। ଗାଈଙ୍କ ସେବା କରିବା ଦ୍ୱାରା ସବୁ ବାଧାବିଘ୍ନ ଦୂର ହୋଇଥାଏ। ପରିବାରରେ ସୁଖ ଶାନ୍ତି ସୌଭାଗ୍ୟର ବୃଦ୍ଧି ଘଟିଥାଏ। ପୁଣି ପୁରାଣ କୁହନ୍ତି, ଗାଈଙ୍କ ବେକରେ ବନ୍ଧା ହୋଇଥିବା ଘଣ୍ଟିର ଶବ୍ଦ ଯେତେ ଦୂର ଯାଏ ଶୁଭେ, ସେତେ ଦୂର ପର୍ଯ୍ୟନ୍ତ କୌଣସି ନକାରାତ୍ମକ ଶକ୍ତି ରହିପାରନ୍ତି ନାହିଁ। ଏହି ଘଣ୍ଟିର ଶବ୍ଦ ବହୁ ବାସ୍ତୁଦୋଷ ଦୂର କରିଦେଇଥାଏ। ଦ୍ୱିତୀୟରେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଦୋଷ ଥିଲେ ତାକୁ ଦୂର କରିବା ପାଇଁ ଗାଈକୁ ରୁଟି ଆଉ ଗୁଡ଼ ପ୍ରତିଦିନ ଖାଇବାକୁ ଦେବା ଉଚିତ। ଗ୍ରହ ଦୋଷ ଦୂର ହୋଇଥାଏ ଆଉ ଶୁଭ ଫଳ ମିଳିଥାଏ। ତୃତୀୟରେ, ମଙ୍ଗଳ ଗ୍ରହଙ୍କର କୁପ୍ରଭାବ ଥିଲେ ଲାଲ ରଙ୍ଗର ଗାଈକୁ ପୂଜା ଓ ସେବା କରିବା ଉଚିତ। ଗରିବ ବ୍ରାହ୍ମଣଙ୍କୁ ଗୋଦାନ କଲେ ମଙ୍ଗଳ ଗ୍ରହଙ୍କର କୁଦୃଷ୍ଟି କଟିଯାଇଥାଏ। ଚତୁର୍ଥରେ, ଯଦି ଶନି ଦଶା, ଅନ୍ତର୍ଦଶା ବା 7.5 ଦୋଷ ଥାଏ, ତେବେ ଶ୍ରଦ୍ଧା ପୂର୍ବକ କଳା ଗାଈର ସେବା ଓ ପୂଜା ସମସ୍ତ ଗ୍ରହରିଷ୍ଟ ଖଣ୍ଡନ କରିଥାଏ ଓ ଶତ୍ରୁ ଭୟ ରହେ ନାହିଁ। ସାତ ପାତ୍ରରେ କଳା ଗାଈର ଦାନ ସମସ୍ତ ଗ୍ରହରିଷ୍ଟରୁ ମୁକ୍ତ ଦେଇଥାଏ। ପଞ୍ଚମରେ, ଗାଈକୁ ସବୁଜ ଚାରା ଖାଇବାକୁ ଦେଲେ ବୁଧ ଗ୍ରହଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ। ଷଷ୍ଠରେ, ପିତୃଦୋଷ ଥିଲେ ଗାଈକୁ ଚଣା ଖାଇବାକୁ ଦେଲେ ତାହା ଖଣ୍ଡନ ହୋଇଥାଏ। ସପ୍ତମରେ, ଆର୍ଥିକ ସ୍ଥିତି ଖରାପ ଥିଲେ ଗାଈର ପୂଜା ଓ ସେବା କରିବା ଦ୍ୱାରା ଲକ୍ଷ୍ମୀ ଦେବୀ ପ୍ରସନ୍ନ ହୋଇଥାନ୍ତି। ଅର୍ଥ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଅଷ୍ଟମରେ, କୌଣସି କାର୍ଯ୍ୟରେ ଯଦି ବାଧା ଥାଏ, ତେବେ ତାହାକୁ ଗାଈଙ୍କ କାନରେ କହିଦେଲେ ସେହି କାର୍ଯ୍ୟରେ ସଫଳତା ମିଳିଥାଏ। ନବମରେ, ପୁରାଣ କୁହନ୍ତି, ଗାଈଙ୍କ ଲାଞ୍ଜରେ ହନୁମାନଙ୍କର ବାସ ହୋଇଥାଏ। ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଗାଈର ଲାଞ୍ଜକୁ ମଧ୍ୟ ବ୍ୟବହାର କରାଯାଇଥାଏ। ପୁଣି ଏହା ମଧ୍ୟ କୁହାଯାଏ, ଗାଈଙ୍କର ଗୋଟିଏ ଆଖିରେ ସୂର୍ଯ୍ୟ ଆଉ ଗୋଟିଏ ଆଖିରେ ଚନ୍ଦ୍ରମା ବାସ କରନ୍ତି ବୋଲି। ଯଦି ଗାଈ ଆପଣଙ୍କୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଦିଏ, ତେବେ ଆପଣଙ୍କର ପ୍ରତି ଥିବା ବିପଦ କଟି ଯାଇଥାଏ। ଦଶମରେ, ଧର୍ମଶାସ୍ତ୍ର ଅନୁସାରେ ସନ୍ଧ୍ୟା ବେଳେ ଘରକୁ ଫେରୁଥିବା ଗାଈର ଖୁରାରେ ଉଡ଼ି ଆସୁଥିବା ଧୂଳି ଆମ ଦେହରେ ବାଜିଲେ ଆମର ପାପ ନଷ୍ଟ ହୋଇଯାଇଥାଏ। 11ରେ, ବୃହତ୍ ପରାଶର ପୁରାଣରେ ବର୍ଣ୍ଣିତ ଅଛି, ଶୃଙ୍ଗ ମୂଳେ ସ୍ଥିତ ବ୍ରହ୍ମ ଶୃଙ୍ଗ ମଧ୍ୟେ ତୁ କେଶବ ଶୃଙ୍ଗାଗ୍ରେ ଶଙ୍କର ବିଦ୍ୟତି ତ୍ରୟୋ ଦେବା ପ୍ରତିଷ୍ଠିତା। ଅର୍ଥାତ୍ ଗାଈ